ଇଏ ହଉଛି ସମାଜର ଖବର। ୟା ପରେ ବି ଏଇଠୁ ବାହାରିଲା ପରେ ବି ଆପଣ କହିବେ ନା ନା ବାବା ଆମେ ପଦାର୍ଥ ବାସ ହେଇକି ପିଲା ଛୁଆ ସୁଖରେ ନେଇକି ଅଛୁ। ଆପଣ ମାନେ ସତ କଥା କହିବେ ଏ ଦୁନିଆରେ ବର୍ତ୍ତମାନ ବଞ୍ଚିବାର ମୁଁ ଏ ନୂଆ ବର୍ଷ ପାଖରୁ ଭାବିଛି ମୁଁ ନୂଆ କଥା ଦିଟା ମାନିବି। ପ୍ରଥମ ପଏଣ୍ଟ ଆପଣ ମାନେ ଯୋଉଟା ଜ୍ଞାନୀ ଲୋକ ମୋ କଥା ଟିକେ ଶୁଣିବେ, ଏଇଟା ନିହାତି ଗୋଟେ ମାନିବା କଥା। କେହି କୁଆଡେ କହନ୍ତିନି, ମତେ ଗୋଟେ ଅନ୍ତରାତ୍ମାକୁ ଆଜି ବାରମ୍ବାର କୁଟି ହେଲା। ମୁଁ ସେଇଥିପାଇଁ କହୁଛି ନେକ୍ସଟ ଏଇ ନୂଆ ବର୍ଷ ପାଖରୁ ମୁଁ ଟାର୍ଗେଟ କରିଛି ଗରିବ ହବା। ଗରିବ ଚିନ୍ତା କରନ୍ତୁ, ଗରିବ ହେଲେ କଣ ଲାଭ? ଆପଣ ଦେଖିବେ ଯୋଉ ଇଲେକ୍ସନ ଫିଲେକ୍ସନ ସମୟରେ ସରକାର ଯେତେବେଳେ ତିଆରି ହୁଅନ୍ତି ଧନୀ ଲୋକ ଭୋଟ ଦେବା ଲାଗି ଯାଆନ୍ତିନି କି ବାହାରନ୍ତି ନାହିଁ। ବେଶୀ କିଲି କିଲି ହୁଅନ୍ତି କିଏ? ମିଡିଲ କ୍ଲାସ ଲୋକ ଯୋଉଟା 20,000 25,000 40,000 42,000 50,000 ଚାକିରି ବାକିରି କରିଛନ୍ତି। କିନ୍ତୁ ସରକାରଙ୍କର ସବୁ ସୁବିଧାଟା ହଉଛି ଗରିବ ଲୋକଙ୍କ ଲାଗି। ମୋ ଘର ସାଇଡରେ ଆଜ୍ଞା ଆପଣ ବିଶ୍ୱାସ କରିବେନି, ଜଣେ କାଠ ମିସ୍ତ୍ରୀ ଅଛି, BPL କାର୍ଡ ତାର, 11ଟା ଛୁଆ ଏବେ ଆଉ ଗୋଟେ ଭିତରେ ଅଛି। ଯେତେବେଳେ ଦେଖିଲାକୁ ହସୁଛି। ମୁଁ କହିଲି ମୋର ଗୋଟେ ପୁଅ ମୁଁ ସମ୍ଭାଳି ପାରୁନାହିଁ, ତମର କଣ 12ଟା? କହିଲା ଆହୁରି ହବ। ଏଟା କଣ ସ୍ତ୍ରୀ ନା ଇଟା ଛାଞ୍ଚ? କହିଲା ବାହାଘର ବେଳେ ଶ୍ୱଶୁରକୁ ମୁଁ କମିଟମେଣ୍ଟ କରିଥିଲି ତମ ଝିଅର ପେଟ ଖାଲି ରଖିବିନି। ମୁଁ ସମ୍ଭାଳିବ କିଏ ଗୋଟେ ଏତେ ଜନ୍ମ କରୁଛୁ? କହିଲା ଛୁଆ ଜନ୍ମ କର ବୀର ପରି, ସବୁ ଛୁଆ ଏବେ ସରକାରୀ। ମୁଁ ସରକାରୀ ମାନେ ତମେ ବିଶ୍ୱାସ କରିବନି, ମୋ ସ୍ତ୍ରୀ ପିଲା ରଖିଲା ମୁଁ ଜାଣି ନାହିଁ, ଅଙ୍ଗନବାଡି ଦିଦି ଆଗେ ଜାଣି ପକେଇଲା। ତାପରେ ଅଣ୍ଡା ଚାଉଳ ଛତୁଆ ଆରମ୍ଭ ହେଇଗଲା। ମା କୁ ଛୁଆ ଦେଇ ଦେଇକିରି ଛୁଆ ମୋର ଜନ୍ମ ହେଇ ପଡିଲା। ତାକୁ ଅଙ୍ଗନବାଡି ଡ୍ରେସ ପାଖରୁ ଅଷ୍ଟମ ନବମ ଶ୍ରେଣୀ ଯାଏ ଟୋଟାଲି ପାଠ ପଢା ଫ୍ରି। ସରକାର ଘର ଦେଇଦେଲେ, ଜାଗା ଦେଇଦେଲେ, ଗ୍ୟାସ ଦେଇଦେଲେ, ଇଲେକ୍ଟ୍ରିକ ଦେଇଦେଲେ, ଲାଇନ ଦେଇଦେଲେ, ଯେତେ ପ୍ରକାର ସୁବିଧା। ମଲା ବେଳକୁ ହରିଶ୍ଚନ୍ଦ୍ର ଯୋଜନାରେ କାଠ ଟଙ୍କା ବି ଦେବେ। ତାମାନେ ଏତେ ସୁବିଧା ହେଲା ପରେ ମୁଁ କାହିଁକି ଜନ୍ମ କରିବା ଲାଗି ଡରିବି? ମୁଁ କହିଲି ଆଚ୍ଛା ଆଚ୍ଛା, ଏତେ ଜନ୍ମ କରିବା ଦ୍ୱାରା ଲାଭ କଣ? ମତେ କହିଲା ଏକ ଲାଭ। ପ୍ରଥମ ଲାଭ ଆଗେ କଥାଟା ଶୁଣୁ। ବିବେକାନନ୍ଦ ତାଙ୍କର ଭାଇ ଭଉଣୀ ହଉଛନ୍ତି 12 ଜଣ। ଜାଣିଛନ୍ତି ନା ଏଇଟା ଶୁଣିଥାନ୍ତୁ। 12 ଜଣ ବିବେକାନନ୍ଦଙ୍କର ଭାଇ ଭଉଣୀ। ବିବେକାନନ୍ଦ ସବୁଠାରୁ ସାନ, ମାନେ 11 ନମ୍ବର ପରେ 12 ହଉଛନ୍ତି ବିବେକାନନ୍ଦ। ସୁଭାଷ ବୋଷଙ୍କର ଭାଇ ଭଉଣୀ ହଉଛନ୍ତି 9 ଜଣ, ସିଏ ହଉଛନ୍ତି 6 ନମ୍ବର। ଗୋପବନ୍ଧୁ ଦାସଙ୍କର ଭାଇ ଭଉଣୀ ହଉଛନ୍ତି 11 ଜଣ, ସିଏ ହଉଛନ୍ତି 9 ନମ୍ବର। ଭୁଲି ଯାଆନ୍ତୁ ଶ୍ରୀକୃଷ୍ଣ 8 ନମ୍ବର। ହଁ ନା ନା? ତା ମାନେ ଆମେ ଏଇଠୁ ଜାଣିଲେ 5 ପରେ ମହାପୁରୁଷ ଗୁଡା ଜନ୍ମ ହଉଛନ୍ତି। ଆମେ ଯୋଉ ଆମେ 1 ଆମେ 2 ଆମର 1 ନା ଆମେ 2 ଆମର 2, ଏହା ଦ୍ୱାରା କଣ ମହାପୁରୁଷ ଗୋପବନ୍ଧୁଙ୍କ ପରେ ଓଡିଶାରେ ଆଉ ନାହାନ୍ତି। କାରଣ ତାକୁ ଆମେ ଆସିବା ଲାଗି ଦଉନୁ। ତେଣୁ ମହାପୁରୁଷଙ୍କୁ ଯଦି ଜନ୍ମ କରିବା ଲାଗି ଚାହୁଁଛନ୍ତି ତାର ନଛିଡେଇ ଜନ୍ମ କରିଚାଲୁଛି। ମୁଁ ଜାଣିପାରିଲିନି ଏଇ କଥାଟା। ମୋର ପଛରେ ମୋର ପୁରା ସିଷ୍ଟମ, ମୁଁ 2ଟାରୁ ଆଉ ହେଇପାରୁ ନାହିଁ। କିନ୍ତୁ ମୋ ପୁଅକୁ ଶିଖେଇବି ମିନିମମ 15 ଜନ୍ମ କର। କାହିଁକି ଆପଣ ହସୁଛନ୍ତି? ମୋ ବାପାଙ୍କର 4 ଭାଇ 5 ଭଉଣୀ, 3ଟା ମରିଛନ୍ତି। ଲାଷ୍ଟ ବେଳକୁ ମୋ ଜେଜେମାକୁ ଦେଖିଲେ ମତେ ଲାଗେ ମାଧୁରୀ ଦେଖିନି। ଏବେ ଯୋଉ ଗୋଟେ 2ଟା ଜନ୍ମ କଲା ପରେ ପେଟ ଗାଳି ଦଉଛନ୍ତି, ତାପରେ ମାଇ ହାତି ଭଳିଆ ପାଣି ଟାଙ୍କି ଭଳିଆ ବୁଲୁଛନ୍ତି। ଆମର ଆଉ ପାରିବାନି ଲୋ। କାହିଁକି ପାରିବନି ତମେ କାହିଁକି ପାରିବନି? ଠିକ ନା ନାଇଁ? ଆଚ୍ଛା ଚିନ୍ତା କରନ୍ତୁ, ଏବେ ସରକାରଙ୍କର ଯୋଜନା ବ୍ୟତୀତ ପ୍ରାଇଭେଟଲି ବହୁତ ସ୍ୱେଚ୍ଛାସେବୀ ଅନୁଷ୍ଠାନ କମ୍ବଳ ବାଣ୍ଟୁଛନ୍ତି। ଖାଇବା ଗୋଟେ ଥରେ ଡାକିଲେ କମ୍ବଳ ଗୋଟେ ଜାଗାରେ ବାଣ୍ଟିଲେ, ମୋ ଘରକୁ ଗୋଟେ କମ୍ବଳ ଆସିଲା, ତା ଘରକୁ ଆସିଲା 11ଟା କମ୍ବଳ। ଠିକ ନା ନାଇଁ? 4ଟା ପୁଅ ତାର ବାହାସାହା ହେଇଗଲେଣି, 4 ଜଣଙ୍କ ନାଁରେ 4ଟା ପ୍ରଧାନମନ୍ତ୍ରୀ କାର୍ଡ ଘର, ତା ନାଁରେ ଗୋଟେ 3 ମହଲା ବିଲ୍ଡିଂ କରିଛି। ମୋ ସାଇଡ ଘରେ ମୋ ଘର ଦ୍ୱାର ନାହିଁ। ତେଣୁ ମତେ ଲାଗୁଛି ନା ଏବେ ଆଉ ଡରିବାନି, ଜନ୍ମ କରି ଚାଲିବା। 2 ନମ୍ବର ଗରିବ ହବା। ଗାଡି ଘୋଡା କିଛି ରଖନ୍ତୁନି, ଡିକ୍ଲାର କରିଦିଅନ୍ତୁ ଗରିବ। ଘରେ ବସିକି ଖାଆନ୍ତୁ। ମୂଲିଆ ଆପଣଙ୍କ ଘରକୁ ଆସିବେ ଡାକିବା ଲାଗି ଯୋଉ ଆସୁଥିଲେ, ଏଣିକି ଆଉ ଆପଣ ବି ଯିବେ ନାହିଁ। ଆପଣ ଯୋଉଟା ମିଡିଲ କ୍ଲାସ ଲୋକ ତାକୁ ଘରକୁ କାମ କରିବା ଲାଗି ଡାକନ୍ତୁ। ଇଏ ଗୋଟେ ପରିସ୍ଥିତି ଭିତରେ ନୂଆ ନୂଆ କଥା। ଆଉ ଗୋଟେ ଭଲ କଥାଟେ ମୋ ମୁଣ୍ଡକୁ ଆସିଲା। ଯଦି କୋଉ ଯୁବବନ୍ଧୁ ଆଜିକା ଦିନରେ ଭାଇ କିମ୍ବା ଭଉଣୀ ମାନେ ଗାଳି ଶୁଣୁଛନ୍ତି ଘରେ ଯେ କିଛି ଇନକମ କରୁନାହୁଁ, ଖାଲିଟାରେ ବଛୁ, ତୋ ସାଙ୍ଗ ଇଏ କଲାଣି ସିଏ କଲାଣି, ଗୋଟେ ଭଲ ବୁଦ୍ଧି ଦଉଛି। ମାନିବେ 3 ମାସ ପରେ ଆପଣଙ୍କ ପଇସା ଲୋକ ଖାଇବେ। ମନେ ରଖନ୍ତୁ, 1 ସକାଳୁ ଉଠିବେ, ଭଲ ମୋବାଇଲ ଖଣ୍ଡେ ଆଖି ଆଗରେ ଏମିତି ଅନ୍ କରିକି ଭିଡିଓ କ୍ୟାମେରା ରଖିବେ। ଟିଫିନ କରିସାରିଲା ପରେ ଏନି ବଡି ଆପଣଙ୍କ ଅଞ୍ଚଳରେ ଯିଏ ଚିହ୍ନା ଜଣା ଲୋକ ଥିବ ତା ଶୋଧିବେ ତାକୁ। ଭାଷା 14 ଅକ୍ଷରୀ 2 ଅକ୍ଷରୀ 3 ଅକ୍ଷରୀ ଲୋକ ରେଗୁଲାର ନେବେ। 16 ଅକ୍ଷରୀ ଗୀତ ଗାଇ ଗାଇ ଶୋଧିବେ। ଏମିତି କରିବେ। ଖରା ବେଳେ ଥରେ, ସକାଳେ ଥରେ, ରାତିରେ ଶୋଇବା ଆଗରୁ ଥରେ, ଡେଲି 3ଟା ଭିଡିଓ 15 ଦିନ କରିବେ। ତାପରେ ଦେଖିବେ ମୋବାଇଲ ମିଡିଆ ଗୋଟେ ଏବେ ବାହାରିଛନ୍ତି। ମୋବାଇଲ ଖଣ୍ଡେ ଖଣ୍ଡେ ଧରିଦେଇକି ସିଏ ଗୋଟେ ମିଡିଆ, ସେମାନେ ଆସିକି ଆପଣଙ୍କର ଇଣ୍ଟରଭ୍ୟୁ ନେଇଯିବେ। ତାପରେ ଇସ୍ରାଏଲ ଇରାକ ଯୁଦ୍ଧ ଉପରେ ବି ଆପଣଙ୍କର ବାଇଟ ମାଗିବେ।
3 मास पर लोक आपन फोटो उठेबा लागि आसीबे 5 मास पर प्रोग्राम जो प्रोग्राम जीवे 50,000 एवं से भीतर गोटे दिटा काम करियो पड़ियो कोटी 5,000 10,000 दे दी गोटे फोटो बाहर कर दे गरीब लोक 5,000 टका देली एठी देखो मु सिलट हेलो एठी आंबो देखले देली ये सिस्टम करंतु वर्षा पर मते आपन कहिबे कार धरि बुल दुए तो ये गोटे समय ये परिस्थिति भितरे एडे सुंदर कार्यक्रम आज बड़ ऑर्केस्ट्रा ग्रुप अछंती ईरा महांती अछंती आम मयूरभंज आउ जने गर्व स्वराज आज अछंती एवं आम अंचल आम मयूरभंज मान्यगण्य व्यक्ति माने समस्ते सुंदर भाव में बसिचंती मते खाली कुआगला जे या पर मीटिंग हबो पप्पू तमे कोन टिके कहि दियो गां छुआ हिसाब रे हम खाली कोन टिके एमती कहि देली या पर आउ थरे जो आसीबी गीत नाच पूरा बवाल हबो कार्यक्रम को आगे नवा पई अनुरोध करिबी आंकर महोदय को जय जगन्नाथ।